ଭୂତ ଗପ। ବର୍ଷା ରାତି, ବର୍ଷା ପଡ଼ୁଥାଏ ଟପ୍ ଟପ୍ ଟପ୍, ଝର୍ 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 ଝର୍। ସୁନସାନ ରାତିରେ ଟିକେ ବି ଶବ୍ଦ ହେଲେ ଚାରିଆଡ଼କୁ ଶୁଭୁଥାଏ। ସେପଟେ ବିଲୁଆ ଭୁକୁଥାଏ ଓକେ ଓକେ ହୁ। ରାମ ବୋଲି ଗୋଟେ ପିଲା ଗାଁରେ ଯିଏ ଭୂତ ପ୍ରେତକୁ ମାନେ ନାହିଁ। ଗାଁ ମୁଣ୍ଡରେ ଥାଏ ଗୋଟେ ବରଗଛ। ବରଗଛ ପାଖରେ ଲୋକମାନେ ବିଭିନ୍ନ ପ୍ରକାର ଶବ୍ଦ, ବିଭିନ୍ନ ପ୍ରକାର ଜିନିଷ ହେବାର ଦେଖନ୍ତି, ଯେଉଁଟା ନର୍ମାଲରେ ସମ୍ଭବ ନୁହଁ। ସେଦିନ କ'ଣ ହେଇଛି, ଲୋକମାନେ ଆଗରୁ ଏମିତି ଶବ୍ଦ ହଉ ବା କାନ୍ଦର ଶବ୍ଦ ହଉ ବା ଧଳା ଶାଢ଼ୀ ପିନ୍ଧି ଯାଉଥିବା ଲୋକଟିର ଦୃଶ୍ୟ ହଉ ବା ମୁଣ୍ଡରେ ନିଆଁ ଜଳୁଥିବା ଗୋଟେ ଲୋକ ଯିବାର ଦୃଶ୍ୟ ଦେଖିଥାନ୍ତି। ସେଦିନ ରାମ କ'ଣ ହେଇଛି, ରାମ ଯିଏ ମାନେନି କାହାକୁ, ଭୂତ ପ୍ରେତକୁ ମାନେ ନାହିଁ। ରାମ ଯିଏ ଭୂତ ପ୍ରେତକୁ ମାନେ ନାହିଁ, ସେଦିନ କ'ଣ ହେଇଛି, ରାମ କୁଆଡ଼େ ଯାଇଛି, ଟିକେ ସାହସ ଦେଖେଇଛି। ବର୍ଷା ରାତି ହେଇଛି, ବର୍ଷା ଝର୍ 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 ହେଇ ବରଷୁଛି। ରାମ ଯାଇ ପହଞ୍ଚିଛି ଗାଁ ମୁଣ୍ଡ ବରଗଛ ପାଖରେ, ଯେଉଁଠି ଲୋକମାନେ ଆଗରୁ କହୁଥିଲେ ସେମାନେ ବିଭିନ୍ନ ପ୍ରକାର କ'ଣ ଏଇ ଭୂତ ଜିନିଷ ଦେଖିଛନ୍ତି ବୋଲି। ରାମ ତ ବିଶ୍ୱାସ କରେନି। ହଠାତ୍ କିନା ଗଛ ଉପରୁ ହସିବାର ଶବ୍ଦ ଶୁଭିଲା। ରାମ ନିଜକୁ କଣ୍ଟ୍ରୋଲ କରି ଯେତେବେଳେ ସେ କ'ଣ ହେଇଛି, ବାହାରି ଆସିଛି ଧଳା ଶାଢ଼ୀ ପିନ୍ଧିଥିବା ସ୍ତ୍ରୀ ଲୋକଟି ହେଲା। ଚୁଟି ପବନରେ ଉଡ଼ୁଛି ହେଲା। ଆଖି ଦିଟି ନାଲ ଟହ ଟହ ହେଇ ଜଳୁଛି। ରାମ କ'ଣ କଲା ପିଲେ, ଜାଣିଛି ଭୂତ ବୋଲି। ରାମ ଆଉ ନିଜକୁ ସମ୍ଭାଳି ନ ପାରି କ'ଣ ହେଲା ପିଲେ, ରାମ ଧାଇଁଛି ହେଲା। ରାମ ଧାଇଁଛି। ହଠାତ୍ କିନା ତା ପଛରୁ କିଏ ଜଣେ କୁଣ୍ଢେଇ ଧରିଲା ଭଳି ତାକୁ ଲାଗିଲା। ସେଇଠି ରାମ ଚେତା ବୁଡ଼ିଗଲା। ବୁଝିଲ କି ନାହିଁ କ'ଣ ହେଲା? ରାମ ଚେତା ବୁଡ଼ିଗଲା। ଆଉ ତା ପରଦିନ ସକାଳୁ ଉଠିଲା। ଲୋକଙ୍କୁ ସେ ବର୍ଣ୍ଣନା କଲା କ'ଣ ହେଲା। ବୁଝିପାରିଲ କି ଭାଇ? ଗପ ସରିଲା।